बसना बसना तो फोटो सीन नहीं क्लिक क्लोज फोटो हाँ छवि
চির সুন্দর ভারে রত্ন সিংহাসনে চির সুন্দর ভারে কোটির বিশ্ববিজিনী প্রভা কোটির বিশ্ববিজিনী প্রভা কোটি সূর্য তেজ পুঞ্জ জ্যোতি সতী মতি হজি কোটি সূর্য তেজ পুঞ্জে জ্যোতি সতী মতি হজি ভক্ত হৃদয় পুঞ্জে ভক্ত হৃদয় পুঞ্জে ভক্ত হৃদয় পুঞ্জে ভক্ত হৃদয় পুঞ্জে বিয়ন্তি তুহারে বিয়ন্তি তুহারে কোটির বিশ্ববিজিনী প্রভা কোটির বিশ্ববিজিনী প্রভা রত্ন সিংহাসনে চির সুন্দর ভারে রত্ন সিংহাসনে চির সুন্দর ভারে কোটির বিশ্ববিজিনী প্রভা কোটির বিশ্ববিজিনী প্রভা এ জীবন ভক্তিরে ভক্তি প্রীতি জনাই এ জীবন ভক্তিরে ভক্তি প্রীতি জনাই কণ্ঠ ভরি জয় গুরু কণ্ঠ ভরি জয় গুরু সর্বে কণ্ঠ ভরি জয় গুরু কণ্ঠ ভরি জয় গুরু নাম গাইবারে নাম গাইবারে কণ্ঠ ভরি জয় গুরু কণ্ঠ ভরি জয় গুরু নাম গাইবারে নাম গাইবারে কোটির বিশ্ববিজিনী প্রভা কোটির বিশ্ববিজিনী প্রভা রত্ন সিংহাসনে চির সুন্দর ভারে রত্ন সিংহাসনে চির সুন্দর ভারে কোটির বিশ্ববিজিনী প্রভা কোটির বিশ্ববিজিনী প্রভা গুরু পদ মকরন্দ পানরে ভুয়ানন্দ গুরু পদ মকরন্দ পানরে ভুয়ানন্দ ছুটিব সকল দ্বন্দ্ব ছুটিব সকল দ্বন্দ্ব মোক্ষাল বিবারে কোটির বিশ্ববিজিনী প্রভা কোটির বিশ্ববিজিনী প্রভা রত্ন সিংহাসনে চির সুন্দর ভারে রত্ন সিংহাসনে চির সুন্দর ভারে কোটির বিশ্ববিজিনী প্রভা কোটির বিশ্ববিজিনী প্রভা ଏହି ଭିକ୍ଷାଶ୍ରୀ ଚରଣୀ ଅତୁଥିବା ଦାସ ପଣି ଏହି ଭିକ୍ଷାଶ୍ରୀ ଚରଣୀ ଅତୁଥିବା ଦାସ ପଣି ବ୍ରତ ହେଉ ଜୀବନର ବ୍ରତ ହେଉ ଜୀବନର ବ୍ରତ ହେଉ ଜୀବନର ବ୍ରତ ହେଉ ଜୀବନର ଶ୍ରୀ ଗୁରୁ ଶିବାରେ ଶ୍ରୀ ଗୁରୁ ଶିବାରେ ଆମ ବ୍ରତ ହେଉ ଜୀବନର ବ୍ରତ ହେଉ ଜୀବନର ଶ୍ରୀ ଗୁରୁ ଶିବାରେ ଶ୍ରୀ ଗୁରୁ ଶିବାରେ କୋଟିର ବିଶ୍ୱବିଜିনী ପ୍ରଭା କୋଟିର ବିଶ୍ୱବିଜିনী ପ୍ରଭା ରତ୍ନ ସିଂହାସନେ ଚିର ସୁନ୍ଦର ଭାରେ ରତ୍ନ ସିଂହାସନେ ଚିର ସୁନ୍ଦର ଭାରେ
କାର୍ଯ୍ୟସୂଚୀ ଅନୁସାରେ ଟିକେ ନିଗମ ଉପଦେଶ ପାଠ କରିବା କଥା। ନିଗମ ଉପଦେଶରୁ ନିର୍ଭରକାରୀଙ୍କ ପ୍ରତି ସେହି ପ୍ରସଙ୍ଗରୁ ପରମ ପଦରେ ସମର୍ପଣ ତେଣୁ ସେଠି ପାଠ କରୁଛି। ବତ୍ସ ଗୁରୁ ବାକ୍ୟରେ ବିଶ୍ୱାସ କରି ତାଙ୍କ ଉପରେ ସବୁ ଭାର ଛାଡ଼ି ଦେଇ ନିଶ୍ଚିନ୍ତରେ ସଂସାରରେ ଦିନ କଟାଇ ଦିଅ। ଶୋକ ଦୁଃଖ ଲାଭାଲାଭ ସବୁ ସରଳ ଭାବରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କର। ତାଙ୍କ କୃପାରେ ସଂସାରର ମୋହ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ। ଜ୍ଞାନର ଦିବ୍ୟାଲୋକରେ ପ୍ରାଣ ଉଜ୍ଜ୍ୱଳ ଓ ସୁଶୀତଳ ହେବ। ଚଞ୍ଚଳ ମନର ବଶବର୍ତ୍ତୀ ହୋଇ ନିତ୍ୟ ନୂତନ ପଦ୍ଧତି କଳ୍ପନା କରିବା ନିମନ୍ତେ ନିତାନ୍ତ ଭ୍ରମାତ୍ମକ ମାନବ ଯେପରି ଅବସ୍ଥାରେ ଥିଲେ ମଧ୍ୟ ଜୀବନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଠିକ ରଖିବାକୁ ହେବ ଏବଂ ତଦନୁଯାୟୀ ଜୀବନ ଯାପନ କରିବାକୁ ଅଭ୍ୟସ୍ତ କରିବାକୁ ପଡ଼ିବ। ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିତ୍ୟ ପରିବର୍ତ୍ତନ କଲେ କୌଣସି ଦିନ କେହି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ନାହିଁ। ତେଣୁ କହୁଛି ମନକୁ ଶାନ୍ତ କରି ଯେପରି ଭାବରେ କାଳଯାପନ କରିବାକୁ ଇଚ୍ଛା କର ତାହା ଠିକ କରି ଦୃଢ଼ ଭାବରେ ଚଳିବାକୁ ଅଭ୍ୟାସ କର। ମନର ନାନା ରୂପ ପରାମର୍ଶରେ ଧୈର୍ଯ୍ୟଚ୍ୟୁତ ହୁଅ ନାହିଁ। ପ୍ରାଣ ବୁଝି ପଥ ଧର। ବତ୍ସ ମନ ଯେପରି ତୁମକୁ ପ୍ରତାରିତ ନ କରେ। ଯେଉଁମାନେ ମୋ ଉପରେ ନିର୍ଭର କରି ବସିଛନ୍ତି ସେମାନଙ୍କ ମୁକ୍ତି ନ ହେବା ପର୍ଯ୍ୟନ୍ତ ମୋର ମଧ୍ୟ ମୁକ୍ତି ନାହିଁ। ମୁଁ ସେମାନଙ୍କୁ ହାତ ଧରି ମୁକ୍ତିଧାମକୁ ନେଇଯିବି। ସେମାନଙ୍କ ମୁକ୍ତି ସୁନିଶ୍ଚିତ। ଜୟ। ମଣିଷ ପକ୍ଷରେ କେତେ ଗୁଡେ ଦୈବୀ ଗୁଣ ଆବଶ୍ୟକ। କାହିଁକି ନା ମଣିଷ ହେଲା ଅନନ୍ତ କୋଟି ଜୀବମାନଙ୍କ ଭିତରେ ଶ୍ରେଷ୍ଠ। ନିଦ୍ରା ଆହାର ଭୟ ମୈଥୁନ ସାମ୍ୟମ ଏସାମ ପଶୁ ବି ନାରାୟଣ। ପଶୁମାନଙ୍କର ଅଛି ଆମର ବି ଅଛି। ସେମାନେ ଶୋଉଛନ୍ତି ନିଦ୍ରା ଆହାର, ସେମାନେ ଖାଉଛନ୍ତି ଆମେ ବି ଖାଉଛୁ। ତାଙ୍କର ଭୟ ଅଛି ଆମର ଭୟ ଅଛି। ଆଉ ଭୟ ତାଙ୍କର ଭୟ ଅଛି ଆମର ବି ଭୟ ଅଛି। ନିଦ୍ରା ଆହାର ଭୟ ମୈଥୁନ ସେମାନେ ଛୁଆ ପିଲା ଜନ୍ମ କରୁଛନ୍ତି ଆମେ ବି ଛୁଆ ପିଲା ଜନ୍ମ କରୁ। ତାହେଲେ ପଶୁ ଠାରୁ ମଣିଷ କୋଉ ଗୁଣରେ ଶ୍ରେଷ୍ଠ? ତାର ଗୋଟେ ବୁଦ୍ଧି ବିବେକ ବିଚାର ଏଇ ଶକ୍ତି ଗୁଡାକ ଏଇ ଶକ୍ତି ଗୁଡାକ ଥିଲେ କଣ ହବ ନା ଗୋଟେ ଦୈବୀ ଗୁଣ ଆମ ଭିତରେ ବିକାଶ ହବ। ସେ ଦୈବୀ ଗୁଣ କଣ? ଗୋଟେ ଶ୍ରଦ୍ଧା ଯାହା ଦେବୀ ସର୍ବଭୂତେଷୁ ଶ୍ରଦ୍ଧା ରୂପେଣ ସଂସ୍ଥିତା। ଗୁରୁ ଏବଂ ବେଦାନ୍ତ ବାକ୍ୟରେ ବିଶ୍ୱାସର ନାମକୁ କହନ୍ତି ଶ୍ରଦ୍ଧା। ତାହେଲେ ଯୋଉ କଥା ଆଜି ଆମକୁ ଠାକୁର କହିଲେ ଶେଷରେ ଯେଉଁମାନେ ମୋ ଉପରେ ନିର୍ଭର କରି ବସିଛନ୍ତି ସେମାନଙ୍କ ମୁକ୍ତି ନ ହେବା ପର୍ଯ୍ୟନ୍ତ ମୋର ମୁକ୍ତି ନାହିଁ। ମୁଁ ସେମାନଙ୍କୁ ହାତ ଧରି ମୁକ୍ତି ଧାମକୁ ନେଇଯିବି। ସେମାନଙ୍କ ମୁକ୍ତି ସୁନିଶ୍ଚିତ। ଏଇ ଯୋଉ ଗୁରୁ ବାକ୍ୟ ଆମକୁ ସ୍ମରଣ ରଖିବାକୁ, ତାଙ୍କ ପାଖରେ ପ୍ରାର୍ଥନା କରିବାକୁ। କଣ ପ୍ରାର୍ଥନା କରିବା? ବୈଷୟିକ ବୁଦ୍ଧିରେ ହେଲେ ଆମେ ଆମର ଅହିକ ଜଗତରେ ସୁଖ ସ୍ୱାଚ୍ଛନ୍ଦ୍ୟ ନେଇକି ପ୍ରାର୍ଥନା, କିନ୍ତୁ ପ୍ରକୃତରେ ପ୍ରାର୍ଥନା କଲେ ସେଇଟା ପ୍ରାର୍ଥନା ନୁହେଁ। ପ୍ରାର୍ଥନା କଣ ନା ପ୍ରାର୍ଥନା କରୁଛି ଜ୍ଞାନ ଓ ଭକ୍ତି ବିଶ୍ୱାସ ଏଇ ଦୈବିକ ଗୁଣ ଗୁଡାକୁ ମାଗିବ। ପ୍ରଭୁ ଜ୍ଞାନ ଦିଅ, ମତେ ଭକ୍ତି ଦିଅ। ଠାକୁରଙ୍କ ଭାବଧାରାଟା ହେଲା ଭକ୍ତି ପଥରେ ଜ୍ଞାନ ଲାଭ। ଆମେ ଆଜି ପଢୁଥିଲେ ଅଦ୍ୱୈତ ବେଦାନ୍ତ ସିଦ୍ଧାନ୍ତ ଗୁଡିକୁ ଲକ୍ଷ୍ୟ କରିବାକୁ ହେଲେ ଦ୍ୱୈତ ପଥରେ ଯିବାକୁ। ଦ୍ୱୈତ
ପଛରେ ସିଏ ସେବ୍ୟ, ଆମେ ତାଙ୍କର ସେବକ। ଗୁରୁ ହେଉଛନ୍ତି ସେବକ, ଆମେ ତାଙ୍କର ସେବକ। ଆମେ ତାଙ୍କର ସେବା ମାଧ୍ୟମରେ ଯୋଉଗୁଡ଼ିକ ଭଗବତ ଗୀତାରେ କୁହାଯାଇଛି, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା। ଏ ତିନୋଟି ହେଲା ମଣିଷ ପକ୍ଷରେ ବିଶେଷ ଗୁଣ। ଗୋଟିଏ ବିଧି ପୂର୍ବକ ପ୍ରଣାମ, କାହାକୁ ପ୍ରଣାମ କରିବା? ଗୁରୁଙ୍କୁ ପ୍ରଣାମ କରିବା। ପ୍ରଣାମ କଲେ କଣ ହବ? ଖୁସି 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 ଗୁରୁଙ୍କର ଜ୍ଞାନ ଏବଂ ଭକ୍ତି ଆମ ଦେହରେ ସଞ୍ଚାରିତ। ଖୁସି ଦେଖ ଖୁସି କେମିତି ଗୋଟେ ସୂତ୍ର, ଖୁସି କେମିତି ଗୋଟେ ସୂତ୍ର। ଆମେ ଯେତେବେଳେ ଗୁରୁଙ୍କୁ ଯାଇକି ପ୍ରଣାମ କରେ, କଳିଙ୍ଗର ମତା ସବୁ କଥା କହି କହିକି ଯାଇକି ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଅର୍ଜୁନଙ୍କୁ ଉପଦେଶ ଦେଲେ, ଏଇ ତିନୋଟି କଥା କହିଲେ। ବିଶେଷ ମୁଖ୍ୟ ଗୀତାର ସାର କହିଲେ ତିନୋଟି, ହଂତାନ୍ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି। କିନ୍ତୁ କଣ କରିବାକୁ ହବ? ଏଇ କଥା କହିଲେ ତିନୋଟି। ତଦ୍ବିଧି ପ୍ରଣିପାତେନ ପ୍ରଥମ, ପରିପ୍ରଶ୍ନେନ ତୃତୀୟ, ସେବୟା। ପ୍ରଥମଟି ପ୍ରଣିପାତ। ତେଣୁ ଯାହାକୁ ଆମେ ଭଗବାନ ବୋଲି କହୁଛେ, ସବୁ ଅବତାର ଭିତରେ ଶ୍ରେଷ୍ଠ କୃଷ୍ଣ ଅବତାର, ସେଥିରେ ବ୍ୟାସଦେବ ନିଜେ କହିଥିଲେ ଏତେ ଚାନ୍ଦ କଳା ପୁରୁଷା କୃଷ୍ଣସ୍ତୁ ଭଗବାନ ସିଏ। ସିଏ କଣ କହିଲେ? ସିଏ କହୁଛନ୍ତି ମତେ ପାଇବା ପାଇଁ ଏଇ ଚିନ୍ତା କଥା ଦରକାର। କଣ ନା ପ୍ରଣିପାତ। ଗୁରୁଙ୍କ ପାଖକୁ ଆସିବ, ଗୁରୁଙ୍କୁ ଟିକେ ପ୍ରଥମେ ପ୍ରଣିପାତ କରିବ। ପ୍ରଣିପାତ କରିବା ଦ୍ୱାରା ଆମେ ଯେମିତି ସାଂସାରିକ ଜଗତରେ ଦେଖୁଛେ, ଜଣେ ବୋହୂଟିଏ ବାପ ଘରକୁ ଫେରୁଛି, ତାର ବୃଦ୍ଧା ମାତା ମହିକି କେହି ଅଛନ୍ତି, ଦେଖିଲା ଆଗ ମୁଣ୍ଡିଆଟିଏ ମାରୁଛି। ମୁଣ୍ଡିଆ ମାରିଲା ପରେ ସେ କଣ କହୁଛନ୍ତି? ମା ଐଶୀ ଲକ୍ଷଣୀ ହେଇଥା, ତୋ ହାତ କାଚ ବଜ୍ର ହେଇଥା। ଆମେ ଯଦି ପୂଜ୍ୟ ବ୍ରାହ୍ମଣ ମାନଙ୍କୁ, ପୁରୋହିତ ମାନଙ୍କୁ ଦେଖିକି ପ୍ରଣାମ କରିବା, ସେ ସାଙ୍ଗେ ସାଙ୍ଗେ କଣ୍ଠରୁ ବାହାର କରି ଅଷ୍ଟୋତ୍ତର ଶତ ସମ୍ବତ୍ସର ଜୀବିତାର ଆଗ ଦୀର୍ଘଜୀବୀ ହୁଅ। ଏଇ ଯୋଉ ପ୍ରଣାଳୀ ଗୁଡିକ ଆମ ସମାଜରେ ରହିଛି ପ୍ରଚଳିତ, ସେଟା ଶାସ୍ତ୍ରୀୟ ସମ୍ମତ। କାହିଁକି ନା ଆମେ ପ୍ରଣାମ କଲେ, ମୁଁ ଆପଣଙ୍କୁ ଗୋଟିଏ କଥା କହିବି, ପୂର୍ବ କାଳରେ ମାର୍କଣ୍ଡେୟ ଋଷି ଯେତେବେଳେ ଜନ୍ମ ହେଲେ, ଭୃଗୁଙ୍କ ଗୃହରେ ପୁଅଟିଏ ଜନ୍ମ ହେଇଛି, ସମସ୍ତେ ଯେମିତି ଆନନ୍ଦ, ସିଏ ବି ସେମିତି ଆନନ୍ଦିତ। ଆଉ ଭୃଗୁ ସଂହିତା ଅଛି, ଜ୍ୟୋତିଷଶାସ୍ତ୍ର ଭଲ ଭାବରେ ଜାଣନ୍ତି ଆପଣମାନେ, ସମସ୍ତେ ଜାଣନ୍ତି। ଖୁସିରେ ବି ସିଏ ଆଉ ପୁଅର ଜାତକ ଦେଖିନାହାନ୍ତି। ପୁଅଟି ତ ହେଇଛି ଯେମିତି ଆନନ୍ଦ ଉତ୍ସବ କଥା। ଭୃଗୁ ଏ ଭିତରେ 5 ବର୍ଷ ପଳେଇଲାଣି। ବସିକିରି ଦିନେ ଚିନ୍ତା କଲେ ମୋ ପୁଅର ଟିକେ ଭାଗ୍ୟ ଦେଖେ। ଯେତେବେଳେ ସେ ଭାଗ୍ୟ ଦେଖୁଛନ୍ତି, ତାର ଆଉ 5 ମାସ 5 ଦିନ ବଞ୍ଚିବାକୁ ଅଛି। ତା ବୟସ ହଉଛି 5 ମାସ 5 ମାସ 5 ଦିନ। କଣ କରିବେ? ଉପାୟ ପାଇଲେନି। ବ୍ୟାସଦେବ ତ ଉପାୟ ପାଇଲେନି ପୁଅକୁ ଛାଡିବା ପାଇଁ କି, ଆଉ ଭୃଗୁ କଣ ପାଇଥାନ୍ତି? ଭୃଗୁ ବ୍ୟସ୍ତ ହେଇ ପଡିଲେ, ମୋ ପୁଅ କୁଆଡେ ଯିବ, ଏ ଜଗତ ଛାଡିକିରି ଚାଲିଯିବ, କଣ କରିବେ? କହିଲେ ପୁଅ, ଆଉ ଯେତେ ସାଧୁ ସନ୍ଥ ଆସୁ ତୁ ଟିକେ ପ୍ରଣାମ କର। ଶାସ୍ତ୍ର ବିଧି କେମିତି ବତାଉଛନ୍ତି? ପିତାର କର୍ତ୍ତବ୍ୟ, ଆମେ ସମସ୍ତେ ଗୃହସ୍ଥ, ଆମର କର୍ତ୍ତବ୍ୟ। ମୁଁ ପ୍ରକୃତରେ ମୋର ଗୋଟେ ବଂଶଧର ଛାଡ଼ିବି, ଯୋଉ ବଂଶଧରଟି ମୋ ପରମ୍ପରାର ମାନ୍ୟ ରକ୍ଷା କରିବ। ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା ପୁତ୍ର ମନୁସ୍ମୃତି, ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା ପୁତ୍ର ପିଣ୍ଡ ପ୍ରୟୋଜନମ୍। ତ ଭାଇଙ୍କର ଶ୍ରାଦ୍ଧ ଦିବସ, ସେ ପ୍ରସଙ୍ଗ ଟିକେ ଆଲୋଚନା କରିବା। ପୁତ୍ର ପିଣ୍ଡ ପ୍ରୟୋଜନ, ପୁଅ ଆମକୁ ପିଣ୍ଡ ଟିକେ ଦବ, ପୁଅର କର୍ତ୍ତବ୍ୟ। କିନ୍ତୁ ସମସ୍ତେ ଚାହେଁ ପୁଅ ମୁଁ ମଲା ପର୍ବ থেকে ପୁଅ କଣ ମରୁଛି ନ ଅଛି ମୁଁ ଦେଖିବିନି, ମୁଁ ବଞ୍ଚିଥା ପର୍ଯ୍ୟନ୍ତ ପୁଅ ମୋର ଖାଉ। ସମସ୍ତଙ୍କର ଗୃହସ୍ଥ ଅସ୍ତ୍ରୀ ଭୃଗୁ ଚାହୁଁଛନ୍ତି ମୋ ପୁଅ ଏମିତି ବଞ୍ଚି ଖାଉ, କିନ୍ତୁ ଉପାୟ ନାହିଁ। ଆଉ ଏତିକି ସମୟ କହିଲେ ଟିକେ ତୁ ସାଧୁ ସନ୍ଥ ମାନଙ୍କୁ ଟିକେ ପ୍ରଣାମ କର। ଯାଇକିରି ଯୋଉଠି ଦେଖି ଛୋଟ ପିଲା
ଯେମିତି ଆମେ ଜଣେ ବ୍ୟବସାୟୀ ଘରକୁ ବ୍ୟବସାୟୀ ଜଣେ ଅଫିସର ଘରକୁ ଅଫିସର ଆସନ୍ତି ସେମିତି ଋଷି ଘରକୁ କିଏ ଆସିବ? ଋଷିମାନେ ଆସିବେ। ସପ୍ତର୍ଷି ନାରଦ ସମେତ ସପ୍ତର୍ଷି ଆସୁଛନ୍ତି। ଯାଇକିରି ବତେଇ ଦେଇଥିବା ଅନୁସାରେ ପିଲାଟି ଆମେ ଯଦି ଛୋଟ ପିଲାକୁ ଯଦି ଆଇଲେ ପ୍ରଣାମ କରେ ଏ ମାମୁ ଆଇଲେ ପ୍ରଣାମ କରେ କହୁଛେ ବତେଇ ଦେଇଛି ସିଏ ଯାଇକି ସେମିତି ଋଷିମାନଙ୍କୁ ପ୍ରଣାମ କରି ଚାଲିଲେ। ଆଗରେ ଆଗରେ ନାରଦ ଆଗେଇଛନ୍ତି। ଯେତେବେଳେ ମାର୍କେଟରେ ଯାଇକି ପ୍ରଣାମ କରୁଛନ୍ତି ସେତିକି ନାରଦ କହୁଛନ୍ତି ଅଷ୍ଟୋତ୍ତର ସମ୍ବତ୍ସର ଜୀବିତାର। ଯେତେବେଳେ ଆଶୀର୍ବାଦ କରିଦେଲେ ପରମୂର୍ତ୍ତିରେ ସେ ତ୍ରିକାଳଜ୍ଞ ତାଙ୍କ ଆଖି ଆଗରେ ଫୁଟି ଉଠିଲା। ଏମିତି କଣ ବାକ୍ୟ ବାହାରିଲା ପାଟିରୁ ଇଏ ଆଉ 5 ଦିନ ଅଛି ବଞ୍ଚିବାକୁ। ଏ ଭିତରେ 5 ମାସ ଚାଲି ଗଲାଣି କଣ କରାଯିବ? ନାରଦ କହିଲେ ମୁଁ ଜଣେ ସିଦ୍ଧ ଋଷି ମୋ ପାଟିରୁ ବାହାରିଲା ତାକୁ ଅଷ୍ଟୋତ୍ତର ସମ୍ବତ ସେ ପୁଣି ଆଉ 5 ଦିନ ପରେ ମରିବ। ଜଗତରେ କି ଅପନିନ୍ଦା ହବ? ଧରିକିରି ଆଉ ଋଷିଙ୍କୁ ଧରିକି ସମସ୍ତଙ୍କୁ ପଳେଇଲେ ପିତାଙ୍କ ବ୍ରହ୍ମାଙ୍କ ପାଖକୁ। ବ୍ରହ୍ମାଙ୍କ ପାଖକୁ ୟାକୁ ବତେଇକି ନେଇଛନ୍ତି। ଋଷି ମାଷ୍ଟର ଋଷିଙ୍କ ପିଲା ସିଏ କେତେ ଗୁଲଗୁଲିଆ କେତେ ସୁନ୍ଦର। ସେ ଯାଇକି ଯେତେବେଳେ ବ୍ରହ୍ମାଙ୍କୁ ପ୍ରଣାମ କରିଦେଇଛି ବ୍ରହ୍ମା ବି ସେ ଆଶୀର୍ବାଦ କରିଦେଲେ ଯା 108 ବର୍ଷ ବଞ୍ଚ। ନାରଦ କହୁଛନ୍ତି ପିତାଜୀ ମୁଁ ଯୋଉ ଭୁଲ କରିଥିଲି ଆପଣ ସେଇ ଭୁଲ କଲେ। କଣ 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 ଟିକେ ଦେଖୁନାହାନ୍ତି ଆୟୁଷ କେତେ ଦିନ ଅଛି? ସେ ଟିକେ ଧ୍ୟାନ କରି ଦେଖିଲା ବେଳକୁ ଆଉ 5 ଦିନ। କହିଲେ ବର୍ତ୍ତମାନ ମୋ କଥା ବି ଅନ୍ୟଥା ହେଇଯିବ। ତେଣୁ ବ୍ରହ୍ମା ଅନ୍ତରରୁ ଆଶୀର୍ବାଦ କଲେ ଏ ପୁଅ ତୁ ଆଜି ଯୋଉ ମତେ ପ୍ରଣାମ କଲୁ ମୁଁ ତାର ଫଳସ୍ୱରୂପ ତତେ କହୁଛି ମୁଁ ଯେତିକି ବର୍ଷ ବଞ୍ଚିବି ତୁ ସେତିକି ବର୍ଷ ବଞ୍ଚିବୁ। ସେଇ ଦିନଠୁ କଳ୍ପାଏ ହେଲେ ଏବଂ ସଂସାରକୁ ଆମକୁ ଏଇ ଧାରାଟା ରହିଲା। ଗୁରୁଜନ ମାନଙ୍କୁ ଦେଖିଲେ ତୁମେ ପ୍ରଣାମ କରିବ। ପ୍ରଣାମ କଲେ ପିତୃପୁରୁଷ ମାନଙ୍କ ଠାରୁ କଣ ପାଇବ? ଗୁରୁଜନ ମାନ ଠାରୁ ଆଶୀର୍ବାଦ ପାଇବ। ଏ ଆଶୀର୍ବାଦଟା କଣ ପ୍ରଥମ ନା ଦୀର୍ଘାୟୁ ହବା ପାଇଁକି ଆଶୀର୍ବାଦ। ପ୍ରକୃତ ଦେଖନ୍ତୁ ଆଉ ଯିଏ କିଏ କହୁଛି ତୋର ଧନ ସମୃଦ୍ଧି ବଢୁ ଅମୁକ ହଉ ତମୁକ ହଉ କିଏ କହୁଛି ଆଗ କଥା ବସ ବୁଢୀ ଟିଏ ଦେଖିଲେ ସେ କହୁଛି ମୋ ପାଚିଲା ବେଳେ ତୁ ନିଏ। ଯେତେବେଳେ ଆମେ ସଦବା ଝିଅ ମାନଙ୍କୁ ଦେଖୁଛେ ତ ହାତ କାଚ ବଜ୍ର ହେଇଥାଏ ଅର୍ଥାତ କଣ କାଚ ଟାଣ ହଉ ନାଇଁ କାଚଟା ସବୁଦିନ ପାଇଁ ବଜ୍ର ଭଳିଆ ଥାଉ ବୋଲେ ତୋ ସ୍ୱାମୀ ଦୀର୍ଘଜୀବୀ। ସେଇଭଳିଆ ଆମେ ଆଶୀର୍ବାଦଟିଏ ପାଇବା ପାଇଁକି ଠାକୁର ଆମକୁ ସଂଘୀୟ ଧାରଣରେ ଗୋଟେ ସୁଯୋଗ ଦେଇছে। ମୋ ଘରର ତୁମ ଘରର ମତେ ମୁରବୀ କରିବ। ତମେ ମାର୍ଫତଦାର ହବ ମୁଁ ମାଲିକ ହେବି। ମତେ ତୁମେ ସବୁ କଥା ଜଣେଇକିରି କରିବ। ପ୍ରତିଦିନ ଟିକେ ଉଠିଲା ମାତ୍ରେ ମତେ ପ୍ରଣାମ କରିବ। ପ୍ରଣାମ କଲେ ତମେ ମହାଶକ୍ତି ଠାରୁ କଣ ଆଶୀର୍ବାଦ ପାଇବ? ଏଇଆ ଦୀର୍ଘ ଜୀବନ। ପୁଣି ମା ମାନେ କଣ ମା ମାନଙ୍କୁ ଆଶୀର୍ବାଦ କଲାବେଳେ ବୟସ୍କ ମା ମାନେ କଣ କରନ୍ତି? ସୁଲକ୍ଷଣା ଭବ ସୁଖିନ ଭବ ନା ନାଇଁ? ସେଇଭଳିଆ ଆମେ 3 କଥା ଯାକ ପାଇଯାଏ ପ୍ରଣାମ କଲେ ଗୁରୁଙ୍କୁ। 1 ଦୀର୍ଘାୟୁ, 2 କେମିତି ଶାନ୍ତିରେ ଜୀବନ ଯାପନ କରିବା, 3 ଶ୍ରୀବୃଦ୍ଧି ହଉ ଧନ ବୃଦ୍ଧି ହଉ ଶାନ୍ତିରେ ରହ। ଏ ସବୁଗୁଡ଼ିକ ଆଶୀର୍ବାଦ ଆମେ ପାଇଯାଏ। ତେଣୁ ପ୍ରତିଦିନ ଯଦି ଜଣଙ୍କ ଘରେ ଗୁରୁ ନାମ କୀର୍ତ୍ତନ ହେଲା, ଗୁରୁଙ୍କ ଗ୍ରନ୍ଥ ପଢାଗଲା, ସଦ୍ଗ୍ରନ୍ଥ ପାଠ କରାଗଲା, ସେ ଘରଟା ସାଧାରଣ ଘର ନୁହେଁ। ସେ ଘର ହଉଛି ଗୋଟିଏ ମନ୍ଦିର। ମନ୍ଦିରରେ ହୁଏ ଦେବତାଙ୍କର ଅର୍ଚ୍ଚନା। ଏଠି ଦେବତା ଅଛନ୍ତି ଆମର ଠାକୁର ଗୁରୁ ସ୍ୱୟଂ ବସିଛନ୍ତି। ଏକ ଧାରଣରେ ସେ କାରଣ ଭଗବାନ, ଦ୍ୱିତୀୟ ଅନୁସାରେ ସେ କର୍ତ୍ତା ଭଗବାନ। ସିଏ ହଉଛନ୍ତି ବ୍ରହ୍ମା ବିଷ୍ଣୁ ମହେଶ୍ୱର। ସୃଷ୍ଟିର ପାଳନ ସଂହରଣ ଏବଂ ସୃଷ୍ଟି ପାଳନ ଏବଂ ଲୟ ସଂହରଣ ଏ 3 କ୍ରିୟା ତାଙ୍କ ଦ୍ୱାରା ହିଁ ସବୁ ସମ୍ପାଦିତ ହଉଛି। ତେଣୁ ଆମ ଗୃହରେ ଆମେ ଯେତେବେଳେ ତାଙ୍କୁ ଆସନ ଟିକେ ଦେଇଛେ ଏ ଚିନ୍ତା କରିବା କଥା ଆସନ ଦେନା ଦିନ ଏ ଘର ଆଉ ମୋର ନୁହେଁ। ଏ ଘରର କର୍ତ୍ତା ହଉଛନ୍ତି ସିଏ। ଯେମିତି ଆମେ ଘରେ ବାପା ଥିଲେ ବାପା ମୁଁ ଆଜି ଭୁବନେଶ୍ୱର ଯାଉଛି କହିକି ଯାଉନି। ଆଚ୍ଛା ବାପା ସନ୍ଧ୍ୟାବେଳ ପର୍ଯ୍ୟନ୍ତ ଆସିଲା ପର୍ଯ୍ୟନ୍ତ ଚିନ୍ତା କରୁଥିଲେ ପୁଅ ମୋର ଆଜି ଯାଇଛି ଭୁବନେଶ୍ୱର ଗାଡି ମଟର କଥା କୁଆଡେ କଣ ଘଟିବ କଣ ନାହିଁ ସେ ଠାକୁର କେମିତି ଟିକେ ଭଲରେ ଆଣୁଛୁ। ଲୌକିକ ଜୀବନ ଯଦି ଆମର ଏହା ହଉଛି ଆମେ ଯିଏ ଅନନ୍ତ କୋଟି ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ପାଳନକର୍ତ୍ତା ଏବଂ ଲୟକର୍ତ୍ତା ତାଙ୍କୁ ଯଦି କହିକି ଆମର ଯିବା କେତେ ଆଶୀର୍ବାଦ ଆମର ନ ମିଳିବ। ଠାକୁର ଆମକୁ ସେଇ ସୁଯୋଗଟା ଦେଇଛନ୍ତି। ଘରେ ଆମେ ପ୍ରତିଦିନ ଉଠିବା ତାଙ୍କୁ ଟିକେ ପ୍ରଣାମ କରିବା ତାଙ୍କୁ କହିକିରି ଯିବା ଏବଂ ଆସିଲେ ତାଙ୍କୁ ଜଣେଇବା ନହେଲେ ସେ ଉଦ୍ବିଗ୍ନ ଥିବେ। ଯଦି କିଛି ନ କରିକି ଆମେ ପିଲାଙ୍କୁ ଏତିକି ଶିକ୍ଷା ଦବା ଆମ ଘରର ପିଲାମାନେ ଯଦି ଯୁଆଡେ ଯିବେ ଟିକେ ପ୍ରଣାମ କରିକି ଯିବେ
ଭାବୁଛନ୍ତି ତାଙ୍କର କିଛି ଅସୁବିଧା ହବ କେବେ ହେବନି। ମହାଶକ୍ତି ତାଙ୍କୁ ଗୋଡେ ଗୋଡେ ପାଶେ ଅଛିରେ ମୁଁ ତୋର କାରେ ଡର ମୁଦା ଆଖି ମେଲି ଚାହା ତୁମେ ଥା। ସବୁବେଳେ ସେ ଆମ ପାଖେ ପାଖରେ ଅଛନ୍ତି, ଆମ ଘରର ଗୃହର କର୍ତ୍ତା ଭାବରେ ଅଛନ୍ତି। ତେଣୁ ଠାକୁର ଆମକୁ ଆଶୀର୍ବାଦ କରିକି ଦେଇଛନ୍ତି। ଯୋଉଦିନ ସଂଘ ପ୍ରତିଷ୍ଠା କଲେ ଆମ ନୀଳାଚଳ ଶାସ୍ତ୍ରରେ ଯାଉଛି ବୈଶିଷ୍ଟ୍ୟ ଯେ ଠାକୁରଙ୍କୁ ଆମେ ଘରର କର୍ତ୍ତା ରୂପେ ପାଇପାରୁଛେ। ଠାକୁରଙ୍କ ଆଶୀର୍ବାଦ ସଂଘ ଆଶୀର୍ବାଦ ଅନୁମତିଟି ଆଣିକି ଘରେ ଠାକୁରଙ୍କୁ ବସେଇଛେ। ଏ ଘରର ଦଖଲନାମା ସତ୍ୟପ୍ରିୟ ମହାନ୍ତି ଭାଇ ତାଙ୍କର ଗୋଟିଏ ଭଣଜା କିଛି କିଛି ଅଫିସର କଣ କାର୍ଯ୍ୟକ୍ରମ ଦୃଷ୍ଟିରୁ ବହୁତ କଣ କହିଛନ୍ତି ଟିକେ ଆଲୋଚନା କଲେ ଅପୂର୍ଣ୍ଣ ଭଳିଆ ଲାଗିବ, ତେଣୁ ଟିକେ ଆଲୋଚନା କରତେ ସମୟ ହଉ। ଠାକୁର ଗୋଟିଏ ବାକ୍ୟରେ କହିଛନ୍ତି ମା ମାନଙ୍କର ସନ୍ତାନ ପାଳନ ଏବଂ ସ୍ୱାମୀ ସେବା, ଏ ଯୋଡିଏ କଥା ଅଛି ତାଙ୍କ ଜୀବନ। ଆଉ ଗୃହସ୍ଥାଶ୍ରମରେ ପ୍ରକୃତରେ ଗୃହସ୍ଥାଶ୍ରମରେ କହିଲେ ଗୃହିଣୀ ଗୃହ ମୁଖ୍ୟ, ଘର କହିଲେ ଘରଣୀକୁ ନେଇ, ଘରଣୀଙ୍କ ବିନା କେବେ ଘର ହେଇପାରିବେ। ଆଉ ଠାକୁରଙ୍କ ଜୀବନରେ ସେଇଟା ଅଗ୍ରାଧିକାର। କାହିଁକି ନା ସବୁ ମାଙ୍କ ଯୋଗୁରୁ ହେଇଛି ତାଙ୍କର। ପ୍ରଥମେ ମା ଚାଲିଗଲେ ଯୋଗେନ୍ଦ୍ର ମୋହିନୀ, ସେ କହିଲେ ମୁଁ ତାଙ୍କୁ ଜଗନ୍ମାତାଙ୍କ କୋଳରେ ଅର୍ପଣ କରିକି ଗଲି। ମା ସୁଧାଂଶୁ